শ্রবণ করুছন্তি বসি রামায়ণ কথা দূরীভূত হয়ে যায় অন্তরর ব্যথা হীরমণ কৌতুকী মন বসি ডেরিবে শ্রবণ সমস্তଙ୍କୁ ভগবান রাম করিবে কল্যাণ রাজর্ষি জনকଙ୍କ দ্বারা ତିଆରି କରାଯାଇଥିବା ଏକ ସୁନ୍ଦର ମୁଖଶାଳା ନିକଟରେ ପହଞ୍ଚିଲେ ଗୁରୁ ବିଶ୍ୱାମିତ୍ର ରାମ ଆଉ ଲକ୍ଷ୍ମଣ। ଏତିକି ବେଳେ ରାଜର୍ଷି ଜନକ ଆସି ସେ ଗେଟ୍ ପାଖରେ ପହଞ୍ଚିଲେ। ଡାକିଲେ ବିଶ୍ୱାମିତ୍ର ନମସ୍କାର ନମସ୍କାର। विश्वामित्र प्रति नमस्कार जनइले राजर्षि जनक। ये भारतीय संस्कृति ये आम परंपरा ये शिक्षा सभ्यतार कथा आमको जने कई नमस्कार हेले आमे तांको प्रति नमस्कार जनान। नमस्कार नमस्कार रह विश्वामित्र नमस्कार जनइले राजर्षि जनक को राजर्षि जनक प्रति नमस्कार जनइले विश्वामित्र। एतिकी बेले राजर्षि जनक पचारिले कहले विश्वामित्र आपणको मोर कन्या सीतार स्वयंवर पाई मु निमंत्रण देइथिले आपण आसीछंती ठीक अछि आपणको संगरे ये पिला दी जण किए ये छुआ दीटा किए ये जो पिला विश्वामित्र कहले जनके ये पिला दी जन को जानी ना तमे चिन्ही ना तेबे सुनो कवि सम्राट भंज वैदेश विलास अनुप्रास बो समय हो गलानी काटी काटी की जीवा को पड़ुछि। हाँ हाँ ठीक जगार नहीं कि पहुंचेबी ना पलार प्रसंग को रो राजर्षि जनक पाखरे विश्वामित्र परिचय देले ये पिला दी जनकर डाकिले जनके ये बळगिले मुनि तुरी तो बळगिले मुनि तुरी तो दशरथ बेनी सुत अरे दशरथ बेनी सुत मने तारो काबिनासी रखी मोजागो अरे मने तारो काबिनासी रखी मोजागो। विश्वामित्र कहले जनके सुनो सुनो अयोध्या कटकर राजा दशरथंकर ये जोड़िए पुआ जणे हेउछंती राम आउ जणे हेउछंती लक्ष्मण। ये पिला दी जनक द्वारा मो जागो रक्षा हैला ताड़का राक्षसी की विनाश गले सुबाहु राक्षस को बध कले खाली सेतिकी नुह ये विनष्ट करी चरण विश्वामित्र देले परिचय कहले जनके एई पिला दी जण विनष्ट करी चरण गौतम नारी तारण शिव चाप देखा एबे उद्वेग ए पिला दी जनक द्वारा गौतम ऋषिंकर पत्नी उधार हेले
ଏବେ ମୋ ସାଙ୍ଗରେ ଇଏ ଦି ଜଣ ଆସିଛନ୍ତି। ଯେତେବେଳେ ପିଲା ଦି ଜଣଙ୍କର ପରିଚୟ ପାଇଲେ ରାଜର୍ଷି ଜନକ କହିଲେ ବୋଇଲେ ଦେଖିଲେ ଦେଖନ୍ତୁ, କହିଲେ ଏ ପିଲା ଦି ଜଣ ଯଦି ଆପଣଙ୍କ ସାଙ୍ଗରେ ହେ ବିଶ୍ୱାମିତ୍ରେ ପରିଶ୍ରମ କରି ଆସିଛନ୍ତି ଶିବଧନୁ ଦେଖିବା ପାଇଁ, ତାହେଲେ ସ୍ୱୟଂବର ସଭାରେ ଯାଇକି ବସନ୍ତୁ। ସେ ଶିବଧନୁ ତାହେଲେ କେମିତି ଭଗ୍ନ ହବ ଦେଖିକିରି ପିଲା ଦି ଜଣ ଯିବେ। ପଣ୍ଡିତ ଋଷି ବିଶ୍ୱାମିତ୍ରଙ୍କ ସାଙ୍ଗରେ ସମୟ ନାହିଁ, ପିଲା ଦି ଜଣକୁ ଧରି ରାଜର୍ଷି ଜନକଙ୍କର କହିବା ଅନୁସାରେ ମା ଜାନକୀଙ୍କର ସ୍ୱୟଂବର ସଭାରେ ବସିଲେ। ବହୁତ କଥା ଅଛି ତା ଭିତରେ। ରାଜର୍ଷି ଜନକ ଉତ୍ତର ଦେଇଛନ୍ତି ବିଶ୍ୱାମିତ୍ରଙ୍କୁ, ସମୟ ନାହିଁ। କହିଲେ ବିଶ୍ୱାମିତ୍ରେ ବାଳି ବଳିଷ୍ଠରେ ସାର ବଳ କୋଟିଏ ସିଂହର ଭାଜିବା ଥାଉ ଭାଜିବା ଶୁଣି ଛଳିତ ବିସ୍କିରେ ଗଣ୍ଡ ଭେରଣ୍ଡେ ଗଜକୁ ଘେନିଣ ଉଡ଼େ ଡାଳେ ବସେ ଭାରତୀରେ ଭଗ୍ନ ବିହିତ ବୋଲେ ପରଶୁରାମ ପୂଜିଲେ ରହ ବ୍ୟଭିଚାର କ୍ଷତ୍ରି ଧର୍ମ ବିପ୍ର ବଇ। କେତେ କେତେ ରାଜା ମାନେ କେତେ କେତେ ବଡ଼ ପରାକ୍ରମଶାଳୀ ବୀର ମାନେ ଇଏ ଧନୁକୁ ଭାଙ୍ଗି ପାରିଲେ ନାହିଁ। ଆଉ ପିଲା ଦି ଜଣ ଯଦି ଧନୁ ଭଗ୍ନ ଦେଖିବା ପାଇଁ ଆସନ୍ତି ତାହେଲେ ସଭା ଭିତରେ ଯାଇକି ବସନ୍ତୁ। ରାଜର୍ଷି ଜନକଙ୍କର କହିବା ଅନୁସାରେ ଗୁରୁ ବିଶ୍ୱାମିତ୍ରଙ୍କ ସାଙ୍ଗରେ ରାମ ଭାବୁଛନ୍ତି ଆମେ ଦୁଇ ଭାଇ, ମୋ ସାନ ଭାଇ ଲକ୍ଷ୍ମଣ ଆଉ ମୁଁ ଗୁରୁଙ୍କ ସାଙ୍ଗରେ ଯାଇ ସଭା ଭିତରେ ବସିଲୁ। ସଭା ମଧ୍ୟରେ ବସିଲା ବେଳେ ଦେଖିଲୁ ଯେ କୌଣସି ରାଜା ଆଉ ରାଜପୁତ୍ର ମାନଙ୍କ ଦ୍ୱାରା ଧନୁଭଗ୍ନ କାର୍ଯ୍ୟ ସମାହିତ ହେଇପାରିଲା ନାହିଁ। ପରିଶେଷରେ ମନ ଦୁଃଖରେ ରାଜର୍ଷି ଜନକ ରାଜା ମାନଙ୍କର ବୈରାଗ୍ୟତା ଭାବକୁ ଅନୁଭବ କରି ମୋତେ କହିଲେ ରାମରେ ଏତେ ପରିଶ୍ରମ କରି ଗୁରୁଙ୍କ ସାଙ୍ଗରେ ଦି ଭାଇ ତମେ ଆସିଥିଲ ଧନୁଭଗ୍ନ ଦେଖିବା ପାଇଁ, କୌଣସି ରାଜାଙ୍କ ଦ୍ୱାରା ତ ଧନୁଭଗ୍ନ ହେଇପାରିଲାନି। ଏତେ ବାଟରୁ ଯେତେବେଳେ ତମେ ଆସିଛ ତମେ ତ ପିଲା ଲୋକ ନା, ତମେ ଧନୁ ଭାଙ୍ଗି ପାରିବନି। ଏତେ ବାଟରୁ ଆସିଛ ଯେତେବେଳେ ମଞ୍ଜୁଷା ଭିତରେ ଥିବା ଧନୁକୁ ତମେ ଯାଇ ଟିକେ ଦେଖି ଆସ। କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ଅନୁପ୍ରାସ ରାଜା ମାନେ ବୈରାଗ୍ୟତା ଭାବରେ ଧନୁକୁ ଭାଙ୍ଗି ପାରିଲେ ନାହିଁ ବୋଲି ତଳକୁ ମୁହଁକୁ ପୋତିକିରି ବସିଲେ କବି ସମ୍ରାଟ ଭଞ୍ଜ। ଭଞ୍ଜ ସାହିତ୍ୟରେ ପାଲାର ମଜା ନା। ରହ ବୈରାଗ୍ୟ ଆକୁଳ କୂଳେ ଭାସିଲେ ଭୂମି ପକୁଳେ ଭାସିଲେ ଭୂମି ଭାସିଲେ ଜନକ ଗମ ଶ୍ରୀରାମ ବେগে ରାଜର୍ଷି ଜନକ କହିଲେ ରାମରେ ତମେ ତ ପିଲା ଲୋକ, ଧନୁ ଭାଙ୍ଗି ପାରିବନି। ଧ୍ରୁବ ଧନୁ ଭାଙ୍ଗି ପାରିବ କି? ଧନୁ ଭାଙ୍ଗି ପାରିବନି। ସେ ଶକ୍ତି ତମର କାଇଁ? ଧର ଧନୁ ତମେ ଭାଙ୍ଗି ପାରିବନି। ମଞ୍ଜୁଷା ଭିତରେ ଅଛି ଧନୁ, ତମେ ଟିକେ ସେ ଧନୁକୁ ଦେଖି ଆସ। ଧନୁ କେମିତି ଅବସ୍ଥାରେ ଅଛି ତାକୁ ଟିକେ ଦେଖି ଆସିଲେ ତମ ମନ ବୁଝିଯିବ। এই ସମୟରେ ସାନୁଜ ଲକ୍ଷ୍ମଣ ଠାରି ଦେଲେ ବଡ଼ ଭାଇ ରାମକୁ। କହିଲା ଭାଇ ଭାଇ ବୋଇଲେ ସୁମିତ୍ରା ବସ ନାହିଁ ସୁମିତ୍ରାରି ସ୍ୱଚ୍ଛ ଧରିଲେ ଭାବିବେ ଚାପେ ବଳগে କହିଲା ବିଶ୍ୱାମିତ୍ର ନେତ୍ରରୁ ଜାଣି ଭଲାରେ বইলে সুমিত্রা বৎস নাহি সুমিত্রারি স্বচ্ছ। সান ঠাকুর লক্ষ্মণ সান ভাই লক্ষ্মণ করপত্রକୁ ଯୋଡ଼ି ଦେଲେ। କହିଲେ ଭାଇ
ଏଠି ଯେତିକି ବସିଛନ୍ତି ସମସ୍ତେ ଆମର ଶତ୍ରୁ। ହଁ ହଁ ଏ ସଭାରେ ଯେତିକି ଅଛନ୍ତି ସବୁ ଆମର ଶତ୍ରୁ। ଆମର ଏଠି କେହି ମିତ୍ର ନୁହଁ। ଆମ ଦୁଃଖ ବୁଝିଲା ବାଲା ଏଠି କେହି ନୁହଁ। ରୁହ, ତମେ ଯେତେବେଳେ ମଞ୍ଜୁଷା ଭିତରୁ ଧନୁକୁ ଉଠେଇବ ତଳକୁ ମୁହଁ କରିବନି। ଧନୁଶରକୁ ଲକ୍ଷ୍ମଣ ହାତରେ ଦେଇ ବିଶ୍ୱାମିତ୍ର ଆଖିରେ ଠାରିଲେ। ବିଶ୍ୱାମିତ୍ର ଅର୍ଥ ଗୁରୁଙ୍କର ଆଜ୍ଞାକୁ ପରିପାଳନ କରିବାକୁ ଯାଇ ରାଜର୍ଷି ଜନକଙ୍କର ନିର୍ଦ୍ଦେଶରେ ମୁଁ ମଞ୍ଜୁଷା ଭିତରେ ଥିବା ଧନୁ ନିକଟକୁ ଗଲି। କେମିତି ଗଲି? କବି ସମ୍ରାଟ ଭଞ୍ଜ বৈদেশ বিলাস অনুপ্রাসব লায় বিক্রম গতি কি বিহি সরধা চাপকু চাহি সরধা চাপকু চাহি কেশরী গিরি মধ্যরু সেই স্বভাবে কেশরী গিরি মধ্যরু সেই স্বভাবে বিক্রম গতিরে অতি সাহস পূর্বক সার রাম সেদিন ধনু নিকটକୁ গলে। କେମିତି? ସିଂହ ଯେମିତି ଗୁମ୍ଫାରୁ ବାହାରି ବିକ୍ରମ ଗତିରେ ଖାଦ୍ୟ ଅନ୍ୱେଷଣ କରିବା ପାଇଁ ବାହାରକୁ ବାହାରେ, ଠିକ ସେହିଭଳି ରାମ କଲେ କ'ଣ? ବିକ୍ରମ ଗତିରେ ଧନୁ ନିକଟକୁ ଚାଲିବେ। କବି ସମ୍ରାଟ ଭଞ୍ଜ କହେ ବିରାଜ ମୂର୍ତ୍ତି ଯେ ଧୂତ ମଞ୍ଜୁ ମଞ୍ଜୁ ସରୁ ସତ বিরাজিত হই রাম মঞ্জুষা ভিতরে থিবা ধনুকু কেমিতি ওটারি আনিলে? গাত ভিতরে থিবা ব্যালকু বা সর্পকু যেমিতি পন্নগ গরুড় ওটারি আনে, ঠিক সেইভଳି মঞ্জুষা ভিতরে থিবা শিব ধনুকু রাম ঠাকুর ওটারি আনিলে। কেমিতি দেখা হলা? বক পুষ্প মালা মালিক। আজ্ঞা মালি যেমিতি গৈস ফুলর মাল তৈয়ারি করি বিক্রয় করিবা পাই চাঙ্গুড়ারু টেকিকিরি ধরে, রাম ঠাকুর ঠিক সেই ভଳି মঞ্জুষা ভিতরে থিবা শিব ধনুকু বক পুষ্প ভଳି আজ্ঞা টেকিকিরি ধরিলে। কলে কেতে সময় ধরিবি? সময় নাই। ধনুরে গুণ দেই ভাঙ্গিবাটা সার, সময় নাই। আর গোটিয়ে পদ ছান্দ রহ। কবি সম্রাট ভঞ্জ বৈদেশ বিলাস রাম কলে কোন? ধনুরে গুণ দেবা আরম্ভ কলে। কেমিতিরে পুଅ? ধনুর হুড়কু সিনা থইলে গুণ দেবে সারে, ধনুর হুড়কু রাম থইবে কোউটি? হুড়টাকু ন থইলে ধনু ভাঙ্গিবে কেমিতি? কবি সম্রাট ভঞ্জ বৈদেশ বিলাস এক সুন্দর ছান্দ কবি হচ্ছন্তি ভঞ্জ অনুপ্রাসব। কোন কহিলে? পুরে শুণ শুণ বৃদ্ধাঙ্গুড়ি পরে পদে
ଭଗବାନ ରାମ ଧନୁର ହୁଳକୁ ବାମ ପାଦର ବୁଢା ଆଙ୍ଗୁଷ୍ଠିର ନଖ ଉପରେ ଥୋଇଲେ। କାହିଁକି? ଯଦି ମା ବସୁଧା ଉପରେ ଧନୁକୁର ହୁଳକୁ ଥୋଇବେ, ବସୁଧା ହଉଛନ୍ତି ଆମର ମା। ରାମ ଚିନ୍ତା କଲେ ମୋତେ ବରଂ କଷ୍ଟ ହଉ, ମୋ ମାକୁ କଷ୍ଟ ନ ହଉ। ଭଲ ପୁଅ ଯିଏ, ଉତ୍ତମ ପୁତ୍ର ଯିଏ, ସିଏ କେବେ ମାକୁ ଦୁଃଖ ଦବନି, କଷ୍ଟ ଦବନି। କାରଣ ମାତା ଧରିତ୍ରୀ ଜନନୀ, ଦୟା ବ୍ରହ୍ମା ଦୟା ସତୀ, ଦେବୀ ତୁ ରମଣୀ ଶ୍ରେଷ୍ଠା, ନିର୍ଦୋଷା ସର୍ବ ଦୁଃଖ। ବସୁଧା ମା ଉପରେ ଧନୁର ହୁଳକୁ ନ ଥୋଇ ରାମ ବାମ ପାଦର ବୁଢା ଆଙ୍ଗୁଷ୍ଠିର ନଖ ଉପରେ ଧନୁର ହୁଳକୁ ଥୋଇଲେ। ରହ କେମିତି ଦେଖାଗଲା? कवि सम्राट भंज कहले बासुकी की बहे कुर्म कुर्म उपरे बासुकी रहिले जेमिति देखा जिवो ठीक सही भली रामंकर बाम पादर बुढ़ांगुष्ठीर नख उपरे धनुर हुलटा सेमती देखा जाउछि। रह से धनुर पंडित जीवन थिला चेतना शक्ति थिला बाम हाथ रे थाई अजगब धनु चिंता कला आज मोर विनाश समय उपस्थित हेई गला रे शिव धनु यही कथा भाबुथिबा बेले राम धनु रे गुण दबा आरंभ कले आ गोटिए छान बिगुढ़ बसे ओटारे प्रचंड मल हस्तरे दंड पड़िला परी भाजिला समुदुनी ए घर को जाई परिबो ना ध्रुव जाई परिबो ना कोन हवन सेमती हसिबु पान खाइबु चुबे की कोळे कोळे दिन कोळे हे पुओ पापिएरे प्राण रखिला अमृत रह रह राम धनुरे गुण देई जेते बेले भंज कइले बिगुड़ बसरे ओटारिले प्रचंड मल हातरे एरंड दंड कइले गब गछ भांगिला प्राय पंडित रामंक हातरे धनु भांगिला रह ब्रह्मांड भांड पुरित प्रलय काले एकत्र सारे चारि मेघ गर्जिला शब्द गंजिला आज्ञा सृष्टि रे प्रलय हेला बेले आवर्तक संवर्तक तृण पुष्कर चारि मेघ एकत्रित होई जेमिति सृष्टि रे प्रलय सृष्टि करंती सेमती धनु भग्न बेले
ପ୍ରଳୟଙ୍କର ଶବ୍ଦ ହେଲା ର ବିବୁଧ ମୂର୍ଚ୍ଛିତ ଚେତାରେ ଦେବତା ମାନେ ଇଏ ପ୍ରଳୟ ଶବ୍ଦରେ ପଣ୍ଡିତ ମୂର୍ଚ୍ଛାଗତ ହେଇକି ପଡ଼ିଲେ ଭାବିଲେ ବେଳେ ପ୍ରାଣ ରଖିଲା ଅମୃତ ବିଚାରେ ଅମୃତ ପାନ କରିଥିବାରୁ ଆମେ ସମସ୍ତେ ବଞ୍ଚିଗଲୁ ରାମ ଠାକୁର ଯେଉଁଦିନ ରାବଣକୁ ବିନାଶ କଲେ ରାତିର ତୃତୀୟ ସୋପାନରେ ମା ସୀତାଙ୍କୁ ଉଦ୍ଧାର କରିଛନ୍ତି ମା ସୀତା ଶୋଇଛନ୍ତି ରାମଙ୍କ କୋଳରେ ଏହି ସମୟରେ ରାମ ଠାକୁର ମା ଜାନକୀଙ୍କର ମୁଣ୍ଡକୁ ଆଉଁସି ଦେଉଛନ୍ତି ଭାବୁଛନ୍ତି ମୁଁ ସେଦିନ ଧନୁ ଭାଙ୍ଗିଲି ବୋଲି ସିନା ସୀତା ମୋ ଗଳାରେ ବରଣମାଳା ଦେଲେ ସାମ୍ରାଙ୍ଗୀପଣରେ ଅଭିଷିକିତା ହେବା ପରିବର୍ତ୍ତେ ହେଲେ ଏତେ ଦୁଃଖ ପାଇଲେ କଣ୍ଟକାକିତ ଜଙ୍ଗଲ ପ୍ରଦେଶରେ କେତେ କଷ୍ଟ ଭୋଗ କଲେ ମୋ ସୀତା ଏଥିପାଇଁ ପ୍ରକୃତ ଦାୟୀ କିଏ ଏଥିପାଇଁ ଦାୟୀ ମୁଁ ନୁହଁ ମୁଁ କେମିତି ଦାୟୀ ହେବି ଗୁରୁଙ୍କ ସାଙ୍ଗରେ ତ ମୁଁ ଗଲି ଦାୟୀ ମୁଁ କେମିତି ହେବି ମୁଁ ଦାୟୀ ନୁହଁ ଏଥିପାଇଁ ଦାୟୀ ମୋ ବାପା ଦଶରଥ ନୁହଁ ଏଥିପାଇଁ ମା କୈକେୟୀ ଦାୟୀ ନୁହଁ ମନ୍ଥରା ଦାୟୀ ନୁହଁ ଏଥିପାଇଁ କୌଶଲ୍ୟା ମା ଦାୟୀ ନୁହଁ ଏଥିପାଇଁ ସୁପର୍ଣ୍ଣଖା ମା ଦାୟୀ ନୁହଁ ଏଥିପାଇଁ ଦାୟୀ ହେଉଛନ୍ତି ଜଣେ ସେ କିଏ ରଞ୍ଜିତ ସାରଙ୍କର ଅନୁରୋଧରେ ଏକ ସୁନ୍ଦର ଗୀତ କହିଲେ ଚ୍ୟାନେଲରେ ଯେଉଁ ଗୀତଟି ଗାଇଛନ୍ତି ସେଟା ଟିକେ ଗାଇବେ ଯାହା ଦଇବ ବିଧାନ କରିପାରିବ କେ আন যাহা শ্রবণ শাস্ত্র মান হেলা আলোচন ଆଉ ସହଜେ ତ ପିଲା ଲୋକ ଆଜ୍ଞା ନାହିଁ ବୁଦ୍ଧି ଜ୍ଞାନ ଦୋଷ ଥିଲେ ନିଜ ଗୁଣେ ପଣ୍ଡିତେ କରିବେ ମାର୍ଜନ ବିରତିରେ ବସି ଶୁଣୁଥିଲେ ମା ଭଉଣୀ ଗୋର ସମସ୍ତଙ୍କୁ ଆଶୀର୍ବାଦ କରିବେ ଜଗତ ଠାକୁର ଆପଣମାନଙ୍କର ସ୍ନେହ ଶ୍ରଦ୍ଧା କେବେ ନ ଭୁଲିବି ସବୁଦିନ ପାଇଁ ଏଠିକାର କଥା ମନେ ରଖିଥିବି କାହିଁକି ଆସିଛୁ ମନ କିସ ନେବା ପାଇଁ ଆସିଛୁ ଲଙ୍ଗଳା ହୋଇ ଯିବୁ ଶୂନ୍ୟ ହୋଇ ଆଉ ତ ଧ୍ୟୟ କରେ ନିବେଦନ ଉଚ୍ଚସ୍ୱରେ ହରିବୋଲା ହୁଳ ହୁଳି କର ତାଳି ଶୋନ শরণ রক্ষণ মহাবাহু দিন জন শরণ রক্ষণ মহাবাহু উচ্চ স্বরে বীর দরবারে উচ্চ কণ্ঠরে আনন্দ মନରେ খোলা হৃদୟରେ মা ଖଣ୍ଡୁଆଳ ଠାକୁରାଣୀଙ୍କ ନାମରେ
ସମସ୍ତେ ଦୁଇ କର କୁଟେ କି ହରିବୋଲ ହୁଳହୁଳି କର ତାଳି ଦିଅନ୍ତୁ। ଭାରତ ବର୍ଷର ଦୁଃଖ ଦୂର ହେଉ ହେ